हेलो साଙ୍ଗमाने आज मो ठाकु मरिବାର 10 दिन ହେଇଗଲା 10 दिन ଆମକୁ ଏମିତି ବର୍ଷାର ଫେସ୍ କରିବାର ପଥିବ ବୋଲି ମୁଁ ଟୋଟାଲି ଭାବି ନଥିଲି। ହଁ ସାଙ୍ଗମାନେ ବହୁତ ଜୋରେ ବର୍ଷା ହଉଛି ଭାବି ଆମେ ଚିନ୍ତା କରୁଛୁ କାହିଁ ଏତେ ବର୍ଷା ହଉଛି କ'ଣ ପାଇଁ। ତ ଆମର ଆଜି ଯେହେତୁ ଏତେ ବଡ଼ କାମଟେ ଫିର ବି ବର୍ଷା ଛାଡୁନି ତ ସମସ୍ତେ ସେମିତି ଦୁଃଖରେ ବସିଛନ୍ତି ଭାବୁଛନ୍ତି କେତେବେଳେ ବର୍ଷା ଛାଡ଼ିବ। ଲାଷ୍ଟକୁ ଆମ ଚୁଇଁ ବି ଭାବିଲା ବର୍ଷା କେତେବେଳେ ଛାଡ଼ିବ। ତାପରେ ସବୁ କିଛି ରେଡି ଆମେ ବାହାରି ଯାଇଥିଲୁ ଗାଧୋଇବା ପାଇଁ। ଫାଇନାଲି ବର୍ଷା ଛାଡ଼ିଗଲା ଆମେ ପହଞ୍ଚି ଯାଇଥିଲୁ ନଈରେ। ଯେହେତୁ ଆଜି ଆମର 10 ଦିନ ମାନେ ତୁଠ କାର୍ଯ୍ୟ ମାନେ ଆମେ ଶୁଦ୍ଧି ହବୁ ଯେହେତୁ ଯିଏ ନଣ୍ଡା ହବ ତ ନଣ୍ଡା ହବ। ବର୍ତ୍ତମାନ ଆମେ ଲାଗି ପଡ଼ିଥିଲେ ଆମର ସୁଧ ହବା ପ୍ରେମରେ ଫାଇନାଲି ମୋ ପାଳି ପଡ଼ିଗଲା ମୁଁ ନଣ୍ଡା ହେଇଗଲି ଯେହେତୁ ଠାକୁମା ମରୁଛନ୍ତି ତ ନଣ୍ଡା ହବା ନିହାତି ଜରୁରୀ। ଯଦି ସୁଧି ହେଇକି ପଳେଇ ଆସିଲୁ ତାପରେ ବସି ପଡ଼ିଲୁ ଖାଇବା ପାଇଁ ଚୁଡ଼ା ଚକୁଟା 10 ଦିନ ବି ଚୁଡ଼ା ଚକୁଟା ବାକି ଚା ଟିକେ ପିଇଦେଲି ବର୍ଷା ପାଗକୁ ଚା ପିଇଦେଲି। ତାପରେ ଦେଖେ ତ ସବୁ ଅଛି ମନ ଦୁଃଖରେ ବସୁଛନ୍ତି କାହିଁକିନା ବର୍ଷା ବି ଫେର ପାଉଥରେ ପକେଇଲାଣି। ତାପରେ ଆମେ ବୋରିଂ ନ ହେଇକି ବସିଗଲୁ ତାସ୍ ଖେଳରେ ଚୁଇଁ ସାଙ୍ଗେ ଟିକେ ମଜା ହେଇକି ତାସ୍ ଖେଳରେ ବସିଗଲୁ 4 ଜଣ ଆମେ। ତାପରେ ମୋର ଟିକେ ଯିବାର ଥିଲା ପାଣି କୋଇଲି ତାହା ଯେହେତୁ ଟିକେ କାମ ଥିଲା ମୁଁ ପାଣି କୋଇଲିରେ ପହଞ୍ଚି ପ୍ରଥମେ ଜଳଖିଆଟାକୁ ଭାବିଲୁ ଖାଇବୁ ବୋଲି ତା ଦେଖିକି ତ ଲୋଭ ଟୋଟାଲ ବି ସମୟ ହେଲାନି ତ ଛେଚିକି ଚପ ଆଳୁ କଷା ମୁଁ ନେଇ ଆସିଥିଲି। ତାପରେ ମୋର ଏଟିଏମ୍ରେ ପଇସା ଉଠେଇବାର ଥିଲା ଏଟିଏମ୍ରେ ପଇସା ଉଠେଇ ମୁଁ ଚାଲି ଟିକେ ଗୁପଚୁପ ଖାଇବାକୁ ବହୁତ ଦିନ ମୁଁ ଗୁପଚୁପ ଖାଇନି। ସାଙ୍ଗମାନେ ମୋ ଭାଇ ପୁରା ଖୁସି ଅଛି ଯେହେତୁ ଗୁପଚୁପ ଖାଉଛି। ଗୁପଚୁପର ଟେଷ୍ଟ କହିଗଲେ ବହୁତ ବଢ଼ିଆ ଥିଲା ଯେହେତୁ ଭାଇ ଜଣକ ବିହାରୀ ଥିଲା ଆଉ ପ୍ରାଇସ୍ କହିଗଲେ 10 ଟଙ୍କାରେ ଛୋଟା ଥିଲା। ରହିଲି ସାଙ୍ଗମାନେ ଆଉ ଏକ ଭିଡ଼ିଓ ନେଇ ବହୁତ ଜଲ୍ଦି ଆସିବି।